ବିଶ୍ୱକର୍ମା ସେବା ସଂଘ ତାର ଚତୁର୍ଥ ବାର୍ଷିକ ଉତ୍ସବ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ 8 ଘଣ୍ଟା ଠାରୁ ମଧ୍ୟାହ୍ନ 2 ଘଣ୍ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଓ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା, ହେପାଟିସ୍ ବି, ହେପାଟିସ୍ ସି, HIV, TB, ବ୍ଲଡ଼ ସୁଗାର, ବ୍ଲଡ଼ ପ୍ରେସର, ବ୍ଲଡ଼ ଗ୍ରୁପ ଏହିସବୁ ପରୀକ୍ଷା ମାଗଣାରେ ବିଶ୍ୱକର୍ମା ସେବା ସଂଘ ତରଫରୁ ହୋଇଯାଇଛି। ରେଡ୍ କ୍ରସ୍ ବ୍ଲଡ଼ ବ୍ୟାଙ୍କର ଡକ୍ଟର ଆର୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ, ଇକୋସ୍ ଆଇ ହସ୍ପିଟାଲର ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ସହିତ ସମସ୍ତ କର୍ମଚାରୀ ଓ ସିଟି ହସ୍ପିଟାଲର ଡକ୍ଟର ସୁଧୀର ବିଶୋୟୀଙ୍କ ଓ ତାଙ୍କ ଟିମ୍ ମନୋଜ କୁମାର ମହାପାତ୍ର ସହଯୋଗ କରିଥିଲେ। ବିଶ୍ୱକର୍ମା ସେବା ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ସନ୍ଧ୍ୟା 4 ଘଣ୍ଟା ଠାରୁ ରାତ୍ର 9 ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରବି କୁମାର ମହାରଣା, ସୁରେନ୍ଦ୍ରନାଥ ମହାରଣା, ଅଶୋକ ମହାରଣା, କୃଷ୍ଣ ମହାରଣା, ଶଙ୍କର ମହାରଣା, ସୁନୀଲ କୁମାର ମହାରଣା, ଟୁନା ମହାରଣା, ଜଗନ୍ନାଥ ମହାରଣା, ଦାମୋଦର ମହାରଣା ବକ୍ତବ୍ୟ ଦେଇଥିବା ବେଳେ ରବି ମହାରଣା ଧନ୍ୟବାଦ ଦେଇଥିଲେ। ସୁନୀଲ, ସୁଦର୍ଶନ, ସନ୍ତୋଷ, ଧର୍ମେନ୍ଦ୍ର ସହଯୋଗ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂପୁର, ବ୍ରହ୍ମପୁର ଓ ବୈବାହିକ ନୃତ୍ୟ ଅନୁଷ୍ଠାନର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ସମୃଦ୍ଧି ମଞ୍ଜରୀ, ମାୟାଧର ଶିବାନନ୍ଦଙ୍କ କଣ୍ଠସ୍ୱର ଲୋକଙ୍କ ହୃଦୟ କିଣିଥିଲେ। ବ୍ୟୁରୋ ରିପୋର୍ଟ, ପର୍ଯ୍ୟଟନ ନ୍ୟୁଜ୍ ଲାଇଭ୍।